ଆଣୁଛନ୍ତି ରହିଯିବ ବିଲେଇ ପିଲା ଏ ବୁଢୀ ବି ଆସୁନି ପିଲା ମରିଗଲା କାହିଁ ଏମିତି ହଉଛୁ ରହ ପିଲାଟି ଅଧା ବାହାରିଛି ରହୁନୁ ଅବାଗିଆ ମଲା ପିଲାଟା ବୋଧେ ମଲା ଆଜି ଜନ୍ମ କରିବ ଡାକୁଛି ସେ ପିଲାଟା ଝାଡା କରିଦେବ ପିଲା ଦିଟାଙ୍କୁ ଡାକୁଛି ମ କ୍ଷୀର ଖୁଆକୁ ଜନ୍ମ କରିବ ତ ଧଳ ଦେଖନ୍ତୁ ପୁରା ପ୍ରେଗନେଣ୍ଟ ଥିଲା ତାର ବହୁତ କଷ୍ଟ ହଉଛି ଯନ୍ତ୍ରଣା ହଉଛି ତ ତା ବଡ ବଡ ଛୁଆ ମାନଙ୍କୁ ଡାକିକି କ୍ଷୀର ଖୁଆଇ ଚାଲ ଛୁଆ ଜନ୍ମ କରିବ ତ ଉପରକୁ ଯାନି ସେ ପିଲାକୁ ରହ ଟିକେ ରହ ତଳକୁ ପିଲା ଦିଟାଙ୍କୁ ତା ତଳକୁ ଟିକେ ଆଣେ ସେଠି ଶୁଆଇ ଦଉନୁ ଶୁଆ ସେଠି ସେ ତାଙ୍କୁ ଉପରକୁ ନବାକୁ ଚାହୁଁଛି ଉପରକୁ ସେଠି କ୍ଷୀର ସବୁ ଖାଇଦବ ନାଇଁ ଯାଇପାରିବନି ସେଇଆ ତ କହୁଛି ଆମେ ପେଟିଟାକୁ ତଳକୁ ଆଣି ଅଖାଟାରେ ସବୁ ଲାଗିବ ଜନ୍ମ କଲେ ଅଖାଟାରେ ସବୁ ଲାଗିଯିବ ପିଲା ପାଇଲା ପିଲାଙ୍କୁ ଟିକେ ଆଣୁନୁ ହେରି ଗୋଟେ ପିଲା କୁଆଡେ ଗଲେ ସବୁ ପିଲା ଗୋଟେ ଆଣି ହେରି ତା ପାଖକୁ ନମସ୍କାର ଜୟ ଜଗନ୍ନାଥ ସମୟ 5ଟା ବାଜିବ ଆମ ଧଳୁ ଛୁଆ ଜନ୍ମ ଦେବ ବହୁତ କଷ୍ଟ ପାଉଛି ଯେ ସେଇ କଷ୍ଟ ବାଉଳାରେ ଦେଖନ୍ତୁ ତା ପିଲାମାନଙ୍କୁ ଡାକିକିରି ଆଣୁଛି କ୍ଷୀର ଟାଣୁଛି ନା କ୍ଷୀର ଟିକେ ଖାଇବ ଆଜି ଜନ୍ମ କରିଦେବ ଆଉ ବହୁତ କଷ୍ଟ ପାଉଛି ଏବେ ଧଳୁ ବହୁତ ଖୁସି ଲାଗୁଛି ଛୁଆ ଜନ୍ମ କରିବା କିନ୍ତୁ ବହୁତ ଦୁଃଖ ବି ଲାଗୁଛି ସେ ଆସିବ ତା ପିଲାଟାକୁ ଏଠି ଅନେଇଯିବା ତାକୁ ହେଇଠି ଖାଇଲାଣି ଏମିତି ଡେଇଁକିରି ତା ପେଟ ଉପରେ ମା ଆଘାତ ବାଜିବ ଆସେ କ'ଣ ହେଲା ହେଇଠି ଖଟ ଉପରେ ତ ପଡ଼ିବ ତାର ସବୁ ଭିତରକୁ ଛାଡ଼ି ଯା ଛୁଆଟା ଜନ୍ମ କରିଦେଲେ ସରନ୍ତା ସେ ତଳ ଉପରେ କେତେ ଜୋରେ ପେଟଟା ବାଜିଲା ସେ ଭାର ଅଂଶା ଗୁଡ଼ାକ ବାଜିଗଲା ହଁ ଖାଉ ସେ ଖୁଆଇଲେ ତାକୁ ଟିକେ ଆରାମ ଲାଗୁଛି ଧଳୁ ଆଜି ରାତି ସୁଦ୍ଧା ଜନ୍ମ କରିଦେବ ଆମେ ଆଉ ଥରେ ଆଇ ହେଇଯିବୁ ଆଉ ସେ ସେଠି ଉଣ୍ଡିଯିବା ଝରକାରେ ଧଳୁ କି କଷ୍ଟ ହେଉଛି ଆମେ ଖାଲି ବାରମ୍ବାର ଆଇ ହେଉଛୁ ତୁ ଏତେ କଷ୍ଟ କାହିଁ ପାଉଛୁ ଧନ ବୁଢ଼ା ବିଲେଇଟାକୁ ଶୁଆଇଛି ବୁଢ଼ା ପୁଅଟାକୁ କାହିଁ ତା କଷ୍ଟ ବାଉଳାରେ ଶୁଆଇଛି ସିଏ ବି କେମିତି ଶୋଇଛି ଦେଖୁନୁ କ୍ଷୀର ଖୁଆଉଛି ସେ ଖାଉ ଆଉ କ'ଣ ତା କଷ୍ଟ ହେଉଛି ସେ ଖୁଆଉଛି ନହେଲେ ଏଡ଼େ ବଡ଼ ବିଲେଇଟାକୁ କେମିତି ଖୁଆଇବ ନ କରିବ ବୋଲି ତା ପୁଅ କେମିତି ଅଛି ତାକୁ କଷ୍ଟ ହେଉଛି ସେ ମା ତାର ଡାକିକି ଆଣିଛି ରଖିଥିଲି
ଏ ପେଟିରେ ତାକୁ କ୍ଷୀର ଖୁଆଇବ ବୋଲି। ଛୁଆ ଜନ୍ମ ହେଇନାହାନ୍ତି ପର୍ଯ୍ୟନ୍ତ ତାକୁ ବୋଧେ କଷ୍ଟ ହେଉଛି ତ। ସେ ତ ତା ସବୁ କ୍ଷୀର ଖାଇଦେବେ, ତା ପିଲା ଆଉ କଣ ଖାଇବ? ନା ନା, ସିଏ ତା କ୍ଷୀର ଗୁଡ଼ା ସବୁ ଟାଇଟ୍ ହେଇକି ରହିଥିବ ନା ମୁହଁ, ସେ ସଫ୍ଟ ହେଇଗଲେ ପିଲା କଅଁଳ ପିଲା ନା ଖାଇବାକୁ ହବ ବୋଲି ଡାକିକି ଆଣିଛି। ମୁଁ 4 ପଇସା ତୋଠୁ ଆଣିବିନି ରେ। ତୁ ମାଉସୀର ପୁଅ, ମୋ ଭାଇ, ତୁ ସାନ ଭାଇ, ତୁ ଜାଣିଛୁ ତୁ ଆଉ କଣ 4 ଲକ୍ଷ ଟଙ୍କା ତୁ ଦବୁ ମତେ? ପିଲା ମିଳୁଛି ତା ପିଲାକୁ ନେଇକି ଖୁଆଇ ଦେଉଛି କ୍ଷୀର। ପିଲେଇ ରଖି 5ଟାରୁ କଷ୍ଟ ପାଇଲା, 5ଟାରୁ ନା 4ଟା ହେଇଥିଲା, 4:30। 4:30ରୁ କଷ୍ଟ ପାଇଲାଣି ସେଠି ପର୍ଯ୍ୟନ୍ତ ହେଇନି। ହଁ, 4:30ରେ ସେ ବିଲେଇ କଷ୍ଟ ପାଇଲାଣି। ଏ ସୁଷମା ଭାରି କଲ ଭଲ ହଉଛି ଲୋ। ଓଲୋ, ନାଇଁ ନାଇଁ, ମୁଁ ଇଏ କରୁନି ଯେ ତାକୁ କଷ୍ଟ ହଉଛି। ଏଥର ବୋଲୋ, ଏ ସୁଷମା ଟିକେ ଆସୁନୁ। ଆଉ ବୋଲୋ ସୁଷମା ଟିକେ ଆସିছে ଭାରି। କାଇଁ ଏମିତି ହଉଛି ଏଥରକ? ଅଧା ବାହାରି ଯାଇଛି। ଟିକେ ସାନ୍ତ୍ୱନା ଦଉନୁ, ଟିକେ ସାନ୍ତ୍ୱନା ଦଉନୁ ତାକୁ। ଏଟା କି ମଣିଷ, ତାକୁ ଟିକେ ଅଣ୍ଡାଳି ଦଉନା, ଆଉଁସି ଦଉନୁ। ଆଣୁଛନ୍ତି ରହିଯିବ ବିଲେଇ ପିଲା। ଏ ବୁଢୀ ବି ଆସୁନି। ପିଲା ମରିଗଲା। କାହିଁ ସେମିତି ହଉଛୁ? ରହ, ପିଲାଟି ଅଧା ବାହାରିଛି, ରହୁନୁ। ଅବାଗିଆ ମଲା ପିଲାଟା ବୋଧେ, ମଲା ପିଲାଟା, ସେଥିପାଇଁ ସେ କଷ୍ଟ ପାଉଛି। ପିଲାଟା ତ କିଛି ଓହୋ ଭଗବତୀ ଲୋ, ସେଠି ଧୁଆ ହବ। ତା ଦେଖିଲୁ ଆଗ ବଞ୍ଚିଛି? ନାଇଁ ଲୋ, ମଲା ପିଲାଟା ବୋଧେ। ମରିଯାଇଛି ପିଲାଟି ବୋଧେ। ସେ ଯୋଉ ପଡ଼ିକି ପେଟ ଫେଟ ମାଡ଼ ହେଇଗଲା। ସେ ପିଲାଟି ଏଠି କୋଉ ଦ୍ୱାର? ଏଇ ଦ୍ୱାର? ପ୍ରଭୁ ମା ଭଗବତୀ, ଦେଖନ୍ତୁ କେମିତି ଏଇଠି ଛୁଆଟି ପଡ଼ିଛି। ଯା ଧଳୁ ତାକୁ ଚାଲ। ଆଉ ଗୋଟିଏ ଛୁଆ ଏଠି ଅଧା ଲାଗିଛି। ଓହୋ ମା ଭଗବତୀ ଲୋ, କେମିତି ଉଦ୍ଧାର ହେଇଯାଉ। ଏ ବିଲେଇଟାକୁ ଏଇଠି ଏପଟେ ଆଉ ଗୋଟେ ଅଛି। ଧଳୁ, ତୁ ସେ ପାଣି ଗୁଡ଼ା ତା ଦେହରୁ ଯାଇଛି, ସେ କୁଦେନା। ସେ ପିଲା ଟିକେ ଏଇଠିକି ଟିକେ ଚାଟି ଦିଅନ୍ତା ଯଦି ହୁଅନ୍ତା। ଭଗବାନ, ମୁଁ ଏଇ କଷ୍ଟ କେବେ ଦେଖିନଥିଲି। ଦେଖନ୍ତୁ ଏଇଠି ପଡ଼ିଛି, ବଞ୍ଚିଛନ୍ତି 2ଟି ଯାକ ଛୁଆ। ସେ ଚାଟିକି ଷ୍ଟ୍ରଙ୍ଗ କରୁଛି, ସଫା କରୁଛି। ଛଟପଟ ହେଇକି ପଳେଇ ଆସିଲା। ସେ ଢାବଲରୁ ନା ଦିଆ ହେଇଥିଲା, ଏଇଠିକି ପଳେଇ ଆସିଲା। ମା ଭଗବତୀ, ଆଉ ଅଛି କଣ କେଜାଣି? ଏ ଛୁଆଟାକୁ ଚାଟିଦିଅ। ଗୋଟେ ବି ଛୁଆ ଜନ୍ମ କଲା, ଏଇଠିକି ଆମେ ନେଇ ଆସିଲୁ। ବହୁତ କଷ୍ଟ ପାଇଲା ନା, ମାନେ ବହୁତ ଠାକୁରଙ୍କୁ ଡାକି ଯାହା ହଉ ହେଇଗଲା। 3ଟା ଦେଖନ୍ତୁ, ଆଉ ଗୋଟିଏ ଛୁଆ ବି ଜନ୍ମ କରିଛି। ଦେଖନ୍ତୁ, 3ଟା, ଗୋଟେ କସରା, ଆଉ ଗୋଟେ ଏମିତି କଲର, ଆଉ ଗୋଟେ ଏମିତି। ଆଉ ଚାଟୁ ଯାଉ ଅଛି, କଣ ଜଣା ପଡ଼ିବ ଆଉ କିଛି ସମୟ ଯାଉ।